ସେଦିନ ଡିଟେକ୍ଟିଭ ଶ୍ରୀରାମ ଓ ମୁଁ ଆମେ ଦୁହେଁ ବସିଥାଉ। ଶ୍ରୀରାମ କହିଲେ, ବଳରାମ। ହଁ ଶ୍ରୀରାମ କୁହ। ଆରେ କୁଆଡ଼େ ଗୋଟେ ବୁଲିବାକୁ ଯାଇଥାନ୍ତେ। ବହୁତ ଦିନ ହେଲାଣି ଏଇ ପାଖ ଆଖିରେ ବୁଲୁଛେ, ଟିକେ ଦୂର ଜାଗାକୁ ଯାଇନେ। ଆଜି ଟିକେ ଚାଲୁନ। ହଁ ଚାଲୁନ ଯିବା। ଆଉ ଏବେ ଗଲେ ଟିକେ ପାର୍କ ଆଡ଼େ ଯିବା, ତାର ରାତିରେ ଆଜି ଡିନର କରିକି ଫେରିବା। ଆଉ ରୋଷେଇ କାହିଁ କରିବା? ହଁ ଖୋଲୁଛି। ଏତିକି ମୋ ପାଟିରୁ ବାହାରିଛି କି ନାହିଁ କିଏ ଜଣେ ଆସି କବାଟ ବାଡ଼େଇଲେ। ତାପରେ ମୁଁ ଖୋଲୁଛି କହି ତତ୍କ୍ଷଣାତ୍ କବାଟଟି ଖୋଲିଦେଲି। ଖୋଲିଦେଇ ଦେଖେ ତ, ସାର୍ ନମସ୍କାର। ସାର୍ ଆପଣ? SP ସାର୍ ଥିଲେ। ଶ୍ରୀରାମ କ'ଣ ପୁଣି ଗୋଟେ କିଛି ଜରୁରୀ କାମରେ ହିଁ ଆସିଥିବେ? କାମ ନ ପଡ଼ିଲେ ଏ ଛୋଟିଆ ଡିଟେକ୍ଟିଭଟା ତମର ଲୋଡ଼ାବା କାହିଁ ପଡ଼ିବ? ହଁ ଶ୍ରୀରାମ, ତମ ମୁହଁରୁ ଦେଖି ଜଣାପଡ଼ୁଛି ତମେ ସେତିକି ସିରିୟସ୍ ଅଛ। କାମ କ'ଣ? ସାର୍ ଗୋଟେ ଜରୁରୀ କାମରେ ଆସିଥିଲି। ବଳରାମ, ପାଣି ନେଇ ଆସ। ବାବୁ ବୋଧେ ଥକିକି ଆସନ୍ତି। ଆରେ ନାଇଁ ଡୋଣ୍ଟ ୱରି, ମୁଁ ପାଣି ପିଇକି ଆସିଛି। ବସନ୍ତୁ। କଥାଟା କ'ଣ କୁହ? କିଛି ଦିନ ତଳେ ଆମ ଥାନାକୁ ଗୋଟେ ଅଭିଯୋଗ ଆସିଲା। ଅଭିଯୋଗଟା ହେଉଛି ଗୋଟେ ଲୋକ, ସେ ରାତିରେ ଦେଖିଲା ତା ମେଣ୍ଢାମାନେ ଗୁହାଳରେ ଠିକ୍ ଠାକ୍ ଅଛନ୍ତି। ସକାଳକୁ ଉଠି ଦେଖେ ତ ତା ମେଣ୍ଢାମାନେ ଗୁହାଳରେ ମୃତ ଅବସ୍ଥାରେ ପଡ଼ିଛନ୍ତି। ଆଶ୍ଚର୍ଯ୍ୟର କଥା, ସମସ୍ତଙ୍କ ଦେହ ଠିକ୍ ପରିବା ସଢ଼ିଗଲା ପରେ ଯେପରି ଦେଖାଯାଏ, ସେ ମେଣ୍ଢାମାନଙ୍କ ଶରୀର ଠିକ୍ ସେପରି ଦେଖାଯାଉଥିଲା। ତାପରେ ଆଚ୍ଛା, କାହା ସହିତ ସେ ଲୋକର ଝଗଡ଼ାଝାଟି ହେଇଥିଲା ତା ପୂର୍ବରୁ, କିମ୍ବା ନିଜ ପରିବାରରେ କାହା ସହିତ ମାନେ ଜମିବାଡ଼ିକି ନେଇ ଝଗଡ଼ାଝାଟି, କି ମେଣ୍ଢା ବାନ୍ଧିବାକୁ ନେଇ କୌଣସି କଥାକୁ ନେଇ ଗାଁ ଲୋକଙ୍କ ସହିତ ଝଗଡ଼ାଝାଟି? ନା ଶ୍ରୀରାମ, ସେମିତି କିଛି ବି ହେଇନି। ସେ ଉପରେ ଆମେ ବହୁତ ଖୋଳତାଡ଼ କଲୁ। ଆଚ୍ଛା, ତାପରେ କ'ଣ ହେଲା? ଠିକ୍ ସେଇଦିନ ରାତିରେ ଆଉ ବି ଗୋଟେ ଅଘଟଣ ଘଟିଥିଲା। ପୁଣି କ'ଣ ହେଲା? ଗାଁର ପଞ୍ଚାୟତ ପୋଖରୀରେ କି ପଏଜନ ମିଶେଇଲା ଜଣା ନାହିଁ, ମାଛ ଓ କଙ୍କଡ଼ା ସବୁ ମୃତ ଅବସ୍ଥାରେ ମିଳିଲେ ସକାଳକୁ। କିନ୍ତୁ ଆଶ୍ଚର୍ଯ୍ୟର କଥା, ଠିକ୍ ସେଇ ମେଣ୍ଢାମାନେ ଯେପରି ଦେଖାଯାଉଥିଲେ ବା ମେଣ୍ଢାମାନଙ୍କ ଶରୀର ଯେମିତି ସଢ଼ି ଯାଇଥିଲା ମଲା ପରେ, ମାଛ ଓ କଙ୍କଡ଼ାଙ୍କ ଅବସ୍ଥା ଠିକ୍ ସେଇଆ ଥିଲା। ଆଉ ଆଶ୍ଚର୍ଯ୍ୟର କଥା କ'ଣ ଜାଣ ଶ୍ରୀରାମ? କ'ଣ ଆଶ୍ଚର୍ଯ୍ୟର କଥା? ଆଶ୍ଚର୍ଯ୍ୟର କଥା ହେଉଛି, ଗାଁର ଅଧିକାଂଶ ଲୋକଙ୍କ ବିଲରେ ମଧ୍ୟ ଗଛ ଗୁଡ଼ିକ ଅବସ୍ଥା ସେୟା ହେଇଯାଇଥିଲା। ମାନେ ବିଲରେ ବି ବୋଧହୁଏ କ'ଣ କେମିତି କିଏ ପକେଇଥିଲା କି କ'ଣ, ସେ ଗଛ ଗୁଡ଼ିକ ମଧ୍ୟ ସେହିପରି ସବୁ ମରିକି ସଢ଼ି ଯାଇଥିଲା। କିନ୍ତୁ ଆଶ୍ଚର୍ଯ୍ୟ କଥା, ଗୋଟେ ରାତି ଭିତରେ ଏମିତି କାମ କିଏ କରିପାରିବ? ତାପରେ ପୁଣି ସବୁତିକ ଏମିତି ଏକା ଅବସ୍ଥା ମୃତ ପରେ। ଓକେ SP ସାହେବ, ପୋଲିସର ଉଚ୍ଚ ପଦସ୍ଥ ଅଫିସର ହେଇ ତମେ ଯଦି ଏମିତି ଭାଙ୍ଗି ପଡ଼ିବ, ତାହେଲେ କ'ଣ କରାଯିବ? କ'ଣ ଭାବୁଛ ବଳରାମ? କ'ଣ ପକାଯାଇଥିଲା? ମୋ ଆଡ଼କୁ ପ୍ରଶ୍ନ ଆସିଲା। ମୁଁ ତ ପଥର ମୂର୍ତ୍ତି ପରି ସବୁ କିଛି ଶୁଣୁଥିଲି। ମୋ ଆଡ଼କୁ ଗୋଟେ ଏମିତି ତୀରଟିଏ ମାରିଦେବେ ଶ୍ରୀରାମ, ମୁଁ କେବେ ଭାବିନଥିଲି। ମୁଁ ପୁରା ହତଭାଗ ହେଇଗଲି। ମୁଁ କହିଲି, କ'ଣ କିଏ ରାଗ ରଖି ଏମିତି କରିଦେଇଥିବ ଆଉ। ହଁ, ଏଇଟା ବ୍ୟକ୍ତିଗତ ରାଗ ଅପେକ୍ଷା ଜଣାପଡ଼ୁଛି। କ'ଣ ଜଣାପଡ଼ୁଛି? ଅଲଗା କାହାକୁ ଟାର୍ଗେଟ କରିକି ଏସବୁ ଜିନିଷ କରାଯାଇଛି। କିନ୍ତୁ ଇଏ କ'ଣ ସମ୍ଭବ ହେଇପାରେ? ରୁଦ୍ର ବାବୁ, ଏ ଦୁନିଆରେ କୌଣସି ଜିନିଷ ଅସମ୍ଭବ ନୁହେଁ। ଠିକ୍ ଅଛି, ତମ ତରଫରୁ ଯେତିକି ଖୋଳତାଡ଼ କରିବା କଥା ତମେ କରିସାରିଛ। ହଁ, କିନ୍ତୁ କିଛି ବି ଏପର୍ଯ୍ୟନ୍ତ ପ୍ରୁଫ୍ ମିଳୁନି। ଗାଁ ଲୋକମାନେ ଉତ୍ତପ୍ତ ହେଇଗଲେଣି, କହିଲେଣି ଆମେ ବିଧାନସଭାକୁ ଯିବୁ, ଆଉ ବିଧାନସଭା ଚାଲିବାକୁ ଦେବୁନି। ଆମର ଏତେ ଗୁଡ଼ିଏ କ୍ଷତି ହେଲା, ସରକାର କ୍ଷତିପୂରଣ ଦିଅନ୍ତୁ। ଶ୍ରୀରାମ ଏକଥା ଶୁଣି ସାରିବା ପରେ ଟିକେ ଚୁପ୍ ହେଇ ବସି ରହିଗଲେ। ତାପରେ କହିଲେ, ଠିକ୍ ଅଛି ରୁଦ୍ରବାବୁ, ମୁଁ ଏ କେସ୍ ହାତକୁ ନେଲି। ଏ କେସ୍ଟାକୁ ଯଦି ସମାଧାନ କରିଦେଲି, ମୋର ଫି କେତେ ହେବ ଜାଣ? ଯେତେ ହେବ ଆମେ ଦେବାକୁ ରାଜି ଅଛୁ। 1 ଲକ୍ଷ। ରାଜି?
हाँ ठीक अच्छे। पुलिस गाड़ी साइरन मारी मारी पलैला। तापर श्रीराम कहले बलराम बाहर को जीवा बा पार्क बुलिबा इच्छा मनरे मारी दियो चल एबे। मु जानी पार्क जीवा हमर स्वप्न होगी रहीगला एबे सेई ग्राम को ग्रस्त करने को पड़ो। तेणुक दुहे गाड़ी रे बसी गाड़ी स्टार्ट कलु। गाड़ी सेमती आगे चली थे से गाँव आम पहुँची गलु। अवश्य बेसी संज ना भी संज नई आसुला। आम देखिलु जड़े कि वृद्ध लोक सेठी गाई चरऊ था गाँ को घेरी रही था जंगल। अवश्य ये गाँ को गत इलेक्शन प्रचार बेले मुझे आसती और ये गाँव पूर्वतन एमएलए जनार्दन को मु जाने एक कथा मु श्रीराम को बाटर आसला बेले कही। अवश्य श्रीराम बाबद किसी जानापी चाहिए जेहेतु मुझे बेसी किसी कहीपारि ना। गाँव में समझे बोधे गाई फिटेक नौ था बोधे। श्रीराम जन को हाथ ठारी डाकिले एक्सक्यूज मी टिके शुणिबे। से वयस्क लोक जन को कहले ये पुआ मेते डाकुच। हाँ हाँ आपको ही डाकुची टिके आसबे। हाँ 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 चांद ये था मु आसुची चांद तांको गाईर ना। से मौसा जन के आइले कौन है पुओ ए मेते कहीं डाकिल। आपण को एरिया रे किछि दिन तले गोटे दुर्घटना घटी। हाँ हाँ ये से ए मो पड़िशा घर ता मेंढा गुड़ा को किए मारिदेला के जानी ता मेंढा गुड़ा को किए मारिदेला। ये पानी रे कौन है के जानी माछ कंकड़ा गुड़ा को मरी पड़ी। आउ फसल तिक तो समतकर गला। कौन कहबी से जो जनार्दन बाबू जदि एमएलए था तेणुक ए सब समाधान हो सारतानी। आबे तो जी अच्छा छाड़ कथा न कह भल। हौ ये सरला बाबू मु जाऊँगी तेने चांद को नहीं जावाक पड़ो। हाँ तुम जापर। तापर श्रीराम पचारे ये जनार्दन कथा तुम्हें मत गाड़ी आसला बेले कहूल मुझे गुरुत्व दे नी से भाभी तुम एम चिन्हा कथा एठिक उठिला। देख श्रीराम सी जो पूर्वतन एमएलए दीर्घ 10 वर्ष हम से एरिया एमएलए एथर इलेक्शन में हरई दि जाइए किंतु बुझीनी ये घटना सहित सी एक कथा कौन कहते कि बुझीगलानी। तमें जनार्दन सहित जिते बड़े मिशिच जनार्दन केमितिका लोक। हाँ लोक हिसाब से भल मु एमती इलेक्शन में गोटे थर मात्र गीत बोलिया आसती बास। तापर मुझे बेस समय मिसिनी थरे मात्र जहाँ घर को जाइली से हिसाब से मुझे लोक हिसाब से भल। आउ जदि किए सहयोगी थे सी कौन कहीपर कि मो जानवर एवं जे एमएलए अच्छा सुमन बेहेरा सी तो खराब भी नुहति। ताले मौसा एमती कहीं कहले मो मुंड भी किसी काम करनी श्रीराम ये घटना सहित पूर्वतन एमएलए। हाँ एवं कौन करिया अरे गाँ भीतर को चल। आश्चर्यर कथा गाँ लोक जहाँ को पचरा समते कहले हाँ आमर क्षति होती किंतु जनार्दन बाबू एमएलए थे एतलू के केस समाधान हो सारतानी। श्रीराम मो आड़ को चाहिए मु जानिली जनार्दन बाबू घर को जावा कथा से कहे। मु कहली गाड़ी रे बस जा। गाड़ी स्टार्ट है गाड़ी जाई सीधा लगिगला एमएलए जनार्दन को घरे बा विरोधी दल नेता घरे। तापर श्रीराम को अवश्य परिचय देवाक पड़ नाला कि जनार्दन बाबू खबर कागज बाबद पढ़ी थे। से तत्क्षणात चौकी उठी जाई कहले अरे श्रीराम सर आसतु आसतु मुझे से गाँ को जावाक बाहरी गाँव में कौन लोक क्षति होती अपन तो पूर्वतन एमएलए किंतु लोकों पाखु मुझे जहाँ जाकि बुझिकी आसिली लोक कहते आपड़ जदि एमएलए था हाँ हाँ सी कही एतक समाधान हो सारतानी। अरे नेता मु ना किंतु चक्रांत कर मत सीना हरई दिगला सी जी एमएलए होती सी हूँ तो लोकर उन्नति न सही पारे एमती करती। आपण एत दृढ़ता सह किपरि कहि पारुचंती जे सी जी शासक दलर एमएलए अच्छा जहाँ दल सरकार अच्छी सी लोकंर एपरी क्षति कर पारती बोली
ଲୋକ ଯେହେତୁ ମତେ ଭଲ ପାଆନ୍ତି ତେଣୁକରି ସେ ରାଗ ରଖି ହୁଏତ ସେ ଏମିତି କରିବା। ତାହେଲେ ଆପଣ ପୋଲିସରେ କମ୍ପ୍ଲେନ ଦଉନାହାନ୍ତି? ନା ନା, ମୋର ଏଇନା ସପୋର୍ଟର କିଏ? ଆଚ୍ଛା, ସେ ଯୋଉ ଏମଏଲଏ ସୁମନ ସୁମନ ବେହେରା, ହଁ ସିଏ ରୁହନ୍ତି କୋଉଠି? କିଛି ବାଟ ଗଲେ ତାଙ୍କ କଲୋନୀଟା ପଡିବ। ଏ ନିଅନ୍ତୁ ତାଙ୍କ ଆଡ୍ରେସ। ପୁଣି ମୁଁ ଜାଣିଲି ଏବେ ସୁମନ ଏମଏଲଏଙ୍କ ଘରକୁ ଯିବାକୁ ପଡିବ। ଜନାର୍ଦ୍ଦନ ବାବୁଙ୍କୁ ନମସ୍କାର କରିଦେଇ ଆମେ ଦୁହେଁ ପୁଣି ଗାଡ଼ିରେ ବସି ତାଙ୍କ ଘରକୁ ଯାତ୍ରା ଆରମ୍ଭ କଲୁ। ଗାଡ଼ି ସିଧା ଯାଇ ଲାଗିଗଲା ସୁମନ ବାବୁଙ୍କ ଘରେ। ସୁମନ ବାବୁ ସିଏ ବି ଅବଶ୍ୟ ପୋଲିସଠୁ ଶୁଣିଥିଲେ ଯେ ଶ୍ରୀରାମ ଏ କେସ୍ର ତଦନ୍ତ କରୁଛନ୍ତି ବୋଲି। ସିଏ ତତ୍କ୍ଷଣାତ୍ ଆସି ତାଙ୍କୁ ଘରକୁ ପାଛୋଟି ନେଲେ। ଶ୍ରୀରାମଙ୍କ ପ୍ରଶ୍ନ, ଆପଣଙ୍କ ଏରିଆର ଲୋକମାନେ କହୁଛନ୍ତି ଜନାର୍ଦ୍ଦନ ବାବୁ ଏମଏଲଏ ଥିଲେ ଏତେବେଳକୁ ଏ ସମସ୍ୟାର ସମାଧାନ ହେଇସାରନ୍ତାଣି। ଆପଣଙ୍କ ଉପରେ କ'ଣ ଲୋକଙ୍କର ବିଶ୍ୱାସ ନାହିଁ? ସାର୍, ମୋ ଉପରେ କାହିଁ ଲୋକଙ୍କର ବିଶ୍ୱାସ ହବନି? 10 ବର୍ଷ ହେଲାଣି ସେ ଏଠି ଯେଉଁ ଦୁର୍ନୀତି କରିଚାଲିଥିଲେ ତାକୁ ତ ସେଇଥିପାଇଁ ଲୋକମାନେ ହଟେଇଲେ। ଏଇଟା କିଛି କପଟ ସ୍ୱଭାବ ଲୋକଙ୍କର ଚକ୍ରାନ୍ତ। ଜାଣିଶୁଣି ଆମ ଦଳକୁ ବଦନାମ କରିବା ପାଇଁ ଏଇଟା ଗୋଟେ ପ୍ଲାନ୍ ହେଇଛି ସାର୍। ତମେ ଏକଥା ଏତେ ନିଶ୍ଚିନ୍ତର ସହ କିପରି କହିପାରୁଛ? ମତେ କାହିଁ ସନ୍ଦେହ ହେଉଛି ଜନାର୍ଦ୍ଦନ ତା ପୂର୍ବ କେସ୍ ଚାପିବା ପାଇଁ ବା ରାକୁକୁ ପୋଲିସ କବଳରୁ ବଞ୍ଚାଇବା ପାଇଁ ହୁଏତ ଗୋଟେ କିଛି ନୂଆ ଏମିତିଆ ଇସ୍ୟୁ କରିଛି। ନୂଆ ଇସ୍ୟୁ ହେଇଗଲେ ପୁରୁଣା ଇସ୍ୟୁକୁ ସମସ୍ତେ ଭୁଲିଯିବେ। ଆଉ ରାକୁ ଏଲେ ଯେଉଁ ଜେଲରୁ ଫେରାର ହେଇ ବୁଲୁଛି ସେ ଆପେ ଆପେ କୁଆଡ଼େ ଫେରାର ହେଇ ପଳେଇବ। ଶ୍ରୀରାମ, ବୁଝିଲ ବଳରାମ, ଆଳୁ ଖୋଳୁ ଖୋଳୁ ମହାଦେବ ଦର୍ଶନ। ଗୋଟେ କେସ୍ ପାଇଁ ଆସିଥିଲେ, ଏଠି ଆଉ ଗୋଟେ ମିଳିଲା। ରାକୁ କିଏ? ରାକୁ ହେଉଛି ଜନାର୍ଦ୍ଦନର ଡାହାଣ ହାତ। ଇଲେକ୍ସନ ସମୟରେ ସେ କେତେଟା ଜାଗାରେ ବୋମା ମାଡ଼ କରିଥିଲା। ତେଣୁକରି ତା ନାଁରେ ମୁଁ ପୋଲିସରେ ଦେଇଥିଲି। ଯଦିଓ ସେତେବେଳେ କୌଣସି କାରଣବଶତଃ ତାକୁ ପୋଲିସ ଗିରଫ କରିନଥିଲା, କିନ୍ତୁ ଏମଏଲଏ ହେବା ପରେ ମୁଁ ତାକୁ ଜେଲରେ ପୁରେଇ ଦେଇଥିଲି। କିନ୍ତୁ ଆଶ୍ଚର୍ଯ୍ୟର କଥା, କିଛି ଦିନ ହେବ ସେ ଜେଲର ସୁଡ଼ଙ୍ଗ ବାଟେ କୁଆଡ଼େ ଖସି ଫେରାର ହେଇଯାଇଛି ବୋଲି ମୋତେ ପୋଲିସ କହୁଥିଲା। ତାପରେ ମୁଁ ଶୁଣିଛି ଜନାର୍ଦ୍ଦନ ଘରକୁ କିଛି ଦିନ ତଳେ ରାତିରେ ଗୋଟେ ଲୋକଟିଏ କିଏ ମୁଖା ପିନ୍ଧି ଆସିଥିଲା। ଠିକ୍ ଯୋଉଦିନ ରାତିରେ ଏ ଘଟଣା ଘଟିଛି। ଶ୍ରୀରାମ, ତ କିଏ ଆସିଥିଲା? ଆପଣ ତା ବିଷୟରେ କିଛି ପତ୍ତା ଲଗେଇଛନ୍ତି ବା କିଛି ତାର ତଥ୍ୟ ପାଇଛନ୍ତି? ନା, କିଛି ସହଯୋଗୀ ତାକୁ ଫଲୋ କରିବାକୁ ଚେଷ୍ଟା କରିଥାନ୍ତେ, କାଳେ ତା ହାତରେ କ'ଣ ହତିଆର ଥିବ ଭାବିକି ସିଏ ଡରିଗଲେ ଆଉ ମୋତେ ତାପରଦିନ ଆସି କହିଲେ। ଅବଶ୍ୟ ଏ ଘଟଣା ପରେ ମୁଁ ପୋଲିସ କି ଜଣେଇଛି। ପୋଲିସକୁ ଏ କଥା ଟିକେ କିଛି ପ୍ରୁଭ୍ ନହେଲେ ୱେଟ୍, ଏଠୁ ଟେଲିଫୋନ୍ କରି ହେଇପାରିବ? ହଁ, କରି ହେଇପାରିବ। ଟେଲିଫୋନ୍ ଲଗାଇଲେ ଶ୍ରୀରାମ ଥାନାକୁ। କିଛି ସମୟ ଟେଲିଫୋନ୍ ରିଙ୍ଗ ହେଲା। ଏସ୍ପି ଉଠେଇଲେ ବୋଧେ। ହ୍ୟାଲୋ, ଶ୍ରୀରାମ କହୁଛି। ହଁ ହଁ ହଁ, କୁହ କୁହ, କ'ଣ ମିଳିଲା? ଆରେ ମିଳିବ କ'ଣ, ଶୁଣ, ଏକ୍ସ ଏମଏଲଏ ଜନାର୍ଦ୍ଦନ ବାବୁଙ୍କର ଟେଲିଫୋନ୍ ନମ୍ବର ତମ ପାଖେ ଥିବ? ହଁ ହଁ, ଅଛି ଅଛି। ତାଙ୍କ ନମ୍ବରକୁ ଟିକେ ଯାଞ୍ଚ କର। ଭିତରେ ବା ହାରିଗଲା ପରେ ସେ କେତେ ଥର କାହା ସହିତ ଯୋଗାଯୋଗରେ ଅଛନ୍ତି। ସମ୍ଭବତଃ ତାଙ୍କ ସହଯୋଗୀ ରାକୁ ସହିତ। ନା, ରାକୁଟା ଯେହେତୁ ଗରିବ ପିଲା, ତା ଘର ସହିତ ଟେଲିଫୋନ, ଆରେ ତା ଘର ସହିତ ହଉ ନ ହଉ କାହା ଥ୍ରୁରେ ତା ସହିତ କଥା ହଉଥିବେ। ଆଗ ତାଙ୍କ ଟେଲିଫୋନର ସମସ୍ତ ରେକର୍ଡ ବାହାର କର। ଅଧଘଣ୍ଟେ ଅପେକ୍ଷା କର, ଆମେ ନିଶ୍ଚୟ ବାହାର କରିଦେବୁ। ଟେଲିଫୋନ ରଖିଦେଲେ ଶ୍ରୀରାମ। ଠିକ୍ ଅଧଘଣ୍ଟେ ପରେ ଟେଲିଫୋନଟି ବାଜିଲା। କିଛି ସମୟ ରିଙ୍ଗ ହେବା ପରେ ଶ୍ରୀରାମ ଉଠେଇଲେ। ହ୍ୟାଲୋ, ହଁ ହଁ, ମିଳିଲା। ଗୋଟେ ନମ୍ବର ସହିତ ସେ ବାରମ୍ବାର କଥାବାର୍ତ୍ତା ହେଇଛନ୍ତି। ଆଉ ସେ ନମ୍ବରଟି ହେଉଛି ବିକିର। ବିକି କିଏ? ଏତିକି ଶ୍ରୀରାମଙ୍କ ପାଟିରୁ ବାହାରିଛି ତ। ମୁଁ କହିଲି, ବିକି ହେଉଛି ଏଇ ପାଖ ଗାଁର ଗୋଟେ ଲୋକ ଯେ ଏଠି ଏସ୍ଟିଡି ଦେଇଛି, ଏଇ ଟିକେ ପାଖରେ। ତାପରେ ଶ୍ରୀରାମ ଫୋନ୍ ରଖିଦେଲେ। ହଉ। ଶ୍ରୀରାମ କହିଲେ, ତମେ ତାକୁ ଜାଣ? ହଁ, ମୁଁ ଜାଣିଛି, ପାଖ ଏସ୍ଟିଡି ବାଲା। ସେ ସମସ୍ତ ପାଖରୁ ଫୋନ୍ କରନ୍ତି। ଆଚ୍ଛା, ସମସ୍ତ ପାଖରୁ ଫୋନ୍ କରନ୍ତି ମାନେ କିଏ? ଆଚ୍ଛା, ବାହାର କୌଣସି ଲୋକ ଆସି କ'ଣ ଏଠି ଫୋନ୍ କରନ୍ତି ତା ପାଖରୁ? ନାଇଁ, ବାହାର ନାହିଁ, ଏଇ ଗାଁର କିଏ? ତା ସହିତ ଏକ୍ସ ଏମଏଲଏଙ୍କର ପୁଣି କ'ଣ କଥାବାର୍ତ୍ତା?
तापरे श्रीराम पुणी थाना को टेलीफोन कले। कि समय रिंग हवा पर पुलिस फोन उठेला। अच्छा गोटे कथा मुझे जानिया चाहूँगी एसपी साहेब। हाँ कहो श्रीराम। एसटीडी वाला सहित एक्स एमएलए कौन कथा? मते संदेह लगुच राकू जो फेरार हो जाइए से बारंबार कौनसी ना कौनसी मते बिकी एसटीडी की आसुची से थाई एक्स एमएलए सहित जोगाजोग करुची। आउ जोटा तुमको सुमन बाबू कही से दिन राति एक्स एमएलए घरे किए गोटे पशिबा और से राति घटना घटवा मत लगुच एथरे राकू और जनार्दन हाथ अच्छी। वर्तमान एमएलए को बदनाम करवा बा सरकारी दल को ब्लेम करिवार एटा ही गोटे सुवर्ण सुजोग भावी नहीं। शुण जनार्दन को अरेस्ट कर कि बिना प्रूफ रे। अरे मु जहाँ कहूँ से ही घटना देख राकू निश्चय से एसटीडी रु फोन करिछि तापरे जनार्दन सहित जोगाजोग आसपर से दिन से घर को जाइछि तापरे कौनसी ना कौनसी गोटे केमिकाल से पकईछि। संभवतः ये घटना घासमरा औषध पकईले ही होता है कारण घासमरा औषध जदि कहा उपरू पकईदब से जेहेतु एसिडिटी अच्छी तेणुक जनक देह संपूर्ण क्रमे पूरा पूरी सढ़ीज ठीक जमती अनेक दिन हेलानी से मरिकी पड़ी से परी देखा एटा एबर एमएलए को बदनाम करने से करिछि। आ तार से सहयोगी बिकिकी से किसी टंका देइछि और कहिछि जेते बेले पुलिस बा किए आसबे अधिकारी तमे गोटे कथा कहब आर एमएलए थेले ए समस्या ए समाधान हो सारंतानी एबेर एमएलए आम कथा किसी बुझु नांती तेणुक एटा हूँ तार गोटे प्री प्लान कारण जे इलेक्शन समय बोमा माड़ करिथला से हारिया नुहे जितवाई। श्रीराम को सबु कथा सत ही है। जनार्दन को अरेस्ट हवा परे जनार्दन सबू मानिगला। हाँ से ही होता राकू एसटीडी रु फोन करी जनार्दन सहित जोगाजोग करथिला तापरे मुखा पिंधि ता घर को आसीथिला सेठू घासमरा औषध नहीं ए सब काम करिथिला। आ बिकी किछि टंका देई गाँ लोकंकु ए सब कहिया पे उस्केइथिला। आपरे राकू को मध्य गिरफ करा जाइथिला। श्रीराम को 1 लाख टंका मिली जाइथिला किंतु 1 लाख टंका मिलीगला परे भी केस तो श्रीराम को पीछा छाड़ नथिला। बालेश्वर जाइथिला समय रे एपरी गोटे घटना घटिला जहाँ शुणिले आपण मानक पाद तलु माटी खसी जीव किंतु टिके पेशेंस रखंतु। खूब शीघ्र कान्हा प्रोडक्शन यूट्यूब चैनल आउ एक डिटेक्टिव स्टोरी आपण मानक भेटिदब। से पर्यंत उपस्थापक मुथिली मृत्युंजय शतपथी आपण मानकठु विदाय नौची। नमस्कार, जय जगन्नाथ।